ମା ମୁଁ କେମିତି ରହିବି ତମ ବିନା? ଯେମିତି ମୁଁ ରହିଥିଲି ମୋ ମା ବିନା। ଆମକୁ ଭଲରେ ବଞ୍ଚିବାକୁ ହେଲେ ଘରୁ ବାହାରକୁ ଯିବାକୁ ପଡ଼ିଥାଏ। ଯଦି ତମେ ଏମିତି ହିଁ ଡରିବ ତ ଆଗକୁ ଜୀବନ କେମିତି କାଟିବ? ମା ବାବାଙ୍କ କର୍ତ୍ତବ୍ୟ ନିଜ ପିଲାମାନଙ୍କୁ ଭଲରେ ବଞ୍ଚିବାର ରାସ୍ତା ଦେଖେଇବା। ତମକୁ ଯିବାକୁ ପଡ଼ିବ ପର୍ବତର ସେଇ ପାଖକୁ ଜୀବନରେ କିଛି ନୂଆ ଶିଖିବା ପାଇଁ। ଆଉ ଆମ ପକ୍ଷୀମାନଙ୍କର ତ ଗୋଟେ ଠିକଣା ସବୁବେଳେ ନଥାଏ। ମୁଁ ଅଧିକ ଉଡ଼ି ପାରିବିନି। ମୁଁ ବହୁତ ବୁଢ଼ୀ ହେଇଗଲିଣି। ହେଲେ ମୁଁ ଆମ ବଡ଼ମାନଙ୍କଠୁ ଏଇଆ ଶିଖିଛି ଯେ କେମିତି ବୁଢ଼ୀ ବୟସରେ ସମୟ କାଟନ୍ତି। ମୋର ପ୍ୟାରି ପୁଚୁ, ଏଇଟା ସତ ଯେ ମୁଁ ଆଉ ବେଶୀ ଦିନ ବଞ୍ଚି ପାରିବିନି। ନା ନା ନା, ଏମିତି କୁହନି। ଏଇଟା ହିଁ ସତ। ଆଉ ୟାକୁ କେହି ବଦଳେଇ ପାରିବେନି। ପାହାଡ଼ ସେଇପଟେ ବାହାର ଦୁନିଆ ଅଛି। ଯାଅ, ନିଜ ଖୁସି ଖୋଜ। ଆଉ ବି ପକ୍ଷୀ ଯାଉଛନ୍ତି, ସେମାନଙ୍କ ସହ ଯିବ। ଆଉ ତାଙ୍କଠୁ ଅଲଗା ହବନି। ଆଉ ରାସ୍ତାରେ ଯେବେ ବି ଅସୁବିଧା ହବ ଡରିବନି। ଆଉ ଆମର ନୂଆ ବଂଶର ଧ୍ୟାନ ରଖିବ। ଜୀବନ ପ୍ୟାର ଆଉ ଭରସାର ନାମ। ଆଉ ଯୋଉ କଥା ମୁଁ ତମକୁ କହିଲି ଏଇ ସବୁ ତମ ପାଇଁ। ଆଉ ଏଇ ସବୁ ତମ ପିଲାମାନଙ୍କୁ ଶିଖେଇବା ତମର କର୍ତ୍ତବ୍ୟ। ହଁ ମା, ମୁଁ କରିବି। ମୁଁ ଆମ ପୂର୍ବପୁରୁଷଙ୍କ କଥା ମାନିବି। ଆଉ ମୁଁ ଗୋଟେ ଖୁସି ଜୀବନ ବଞ୍ଚିବି। ସେଇ ସାମ୍ନାରେ କାଉର ଘର। ସେଇଠି ବହୁତ ପକ୍ଷୀ ଏକାଠି ହେଇଛନ୍ତି। ତମେ ଏମାନଙ୍କ ସହ ହିଁ ଚାଲିଯାଅ। ଆଉ ହଁ, ଯଦି ତମେ ଏଇ ଜଙ୍ଗଲକୁ ହିଁ ବୁଲିକି ଆସ ତ ଏଇ ଗଛରେ ହିଁ ନିଜ ବସା ବାନ୍ଧିବ, ନିଜର ଛୋଟ ଛୋଟ ପିଲାଙ୍କୁ ନେଇକି। ମା ଆଉ ପୁଚୁ ଚଢ଼େଇଟି ପାହାଡ଼ ସେପଟକୁ ନୂଆ ଜୀବନ ବନେଇବାକୁ ଚାଲିଯାଏ। ଏଇଠି ତ ବହୁତ ପକ୍ଷୀ ଅଛନ୍ତି। ଆସିଯାଅ ଛୋଟ ପୁଚୁ ଚଢ଼େଇ। ତମ ମା ଯିବେନି? ନା, ତାଙ୍କର ଦେହ ଭଲ ନାହିଁ। ସେ ଉଡ଼ି ପାରିବନି। ତମେ ଚିନ୍ତା କରନି, ଆମେ ଅଛୁ ତମ ସହ। ଆଉ ପକ୍ଷୀମାନେ ତାଙ୍କର ଯାତ୍ରା ଆରମ୍ଭ କରନ୍ତି। ଆଉ ପକ୍ଷୀମାନେ ଯାଉ ଯାଉ ସନ୍ଧ୍ୟା ହେଇଯାଏ। ରାତି ବିତେଇବା ପାଇଁ ଏଇ ଜାଗାଟି ଭଲ ଅଛି। ସବୁ ପକ୍ଷୀ ଏଇଠି ରୁହ। ଆଉ ସବୁ ପକ୍ଷୀ ଗଛ ଉପରେ ବସିଯାଆନ୍ତି। ଆଉ କେତେ ସମୟ ଲାଗିବ? ଆଉ କେତେ ବାଟ ଅଛି? ହଁ, ମୁଁ ଆଗରୁ ଥରେ ଯାଇଥିଲି। ଆମେ କାଲି ସନ୍ଧ୍ୟା ହେବା ଆଗରୁ ପହଞ୍ଚିଯିବା। କଣ ସେଇ ଜଙ୍ଗଲ ବହୁତ ସୁନ୍ଦର? ନା, ତ ଆମେ କଣ ପାଇଁ ଯାଉଛେ ସେଇଠିକି? ସୁନ୍ଦରତା ତମ ନିଜ ଭିତରେ ଅଛି। ଯଦି ତମ ହୃଦୟ ସଫା, ଖୁସି ଅଛ ଆଉ ତମେ କାହାର ଖରାପ ଚିନ୍ତା କରୁନ ତ ସବୁ ଜଙ୍ଗଲ ସୁନ୍ଦର। ହଁ, ଏଇଟା କହିପାରିବ କି ଏଇ ଜଙ୍ଗଲରେ ବାହାର ଦୁନିଆ ଅଛି। ଆଉ ସେମାନେ ଏମିତି କଥା ହଉ ହଉ ଶୋଇପଡ଼ନ୍ତି। ସମସ୍ତେ ଉଠିଯାଅ, ଆମେ ଏବେ ଯିବା। ଆମ ପାଖରେ ସମୟ ବହୁତ କମ୍। ଆମକୁ ଶୀଘ୍ର ଯିବାକୁ ପଡ଼ିବ। ଆଉ କିଛି ସମୟ ପରେ ସେମାନେ ଚାଲିଯାଆନ୍ତି। ଆଉ ସେମାନେ ପାହାଡ଼ ସେଇପଟରେ ଯାଇକି ପହଞ୍ଚି ଯାଆନ୍ତି। ମୋର ଏଇଟା ପ୍ରଥମ ଥର। ମତେ କଣ ଏଇଠି ଏକା ରହିବାକୁ ପଡ଼ିବ? ନା, କିଏ ତମକୁ ଅପେକ୍ଷା କରିଥିବ। ତମେ ଚିନ୍ତା କରନି। କିଏ ମତେ ଅପେକ୍ଷା କରିଥିବ? ତମେ ଅପେକ୍ଷା କର, ନିଜେ ହିଁ ଜାଣିଯିବ। ଆଉ ସବୁ ପକ୍ଷୀ ନିଜ ଠିକଣା ଖୋଜିବାରେ ଲାଗିଯାଆନ୍ତି। ଆଉ ପୁଚୁ ଚଢ଼େଇଟି ପାଖରେ ଥିବା ଗଛ ଉପରେ ଯାଇକି ବସିଯାଏ। ମା, ସେଇ ଦେଖ, ଅଲଗା ଜଙ୍ଗଲରୁ ପକ୍ଷୀ ଆସିଛନ୍ତି। ହଁ ବାବୁ, ଆମ ଜୀବନରେ ତ ସଫର କରିବାକୁ ପଡ଼ିଥାଏ। ଦି ଜଣ ଏମିତି କଥା ହଉ ହଉ ପୁଚୁ ଚଢ଼େଇକୁ ଦେଖି ଦିଅନ୍ତି। ମା, ମତେ ଲାଗୁଛି ସେଇ ଚଢ଼େଇ ଆମ ଜାତିର। ହଁ ପୁଅ, ସେ ତ ଆମ ଜାତିର ଲାଗୁଛି। ଚାଲ ପଚାରିବା ତାକୁ। ଆରେ ମା, ତମେ ବି କଣ ଅଲଗା ଜଙ୍ଗଲରୁ ଆସିଛ? ହଁ ଆଣ୍ଟି, ମୋ ମା ଦେହ ଖରାପ ଅଛି। ସିଏ ଆସିପାରିଲାନି। ମୁଁ ଏକା ହିଁ ଆସିଛି। ପୁଚୁ ଚଢ଼େଇଟି ସବୁ କଥା କହିଦିଏ। ତମ ମାର ନାଁ କଣ? ଟିକି। ଟିକି ମୋ ମାର ନାଁ। ତୁ ଟିକିର ଝିଅ? ମୋର ପ୍ୟାରି ଝିଅ, କେତେ କ୍ୟୁଟ୍ ଲାଗୁଛି। ଜାଣିଛ, ଯେତେବେଳେ ଶୀତ ମାସରେ ଆମେ ଏହି ଜଙ୍ଗଲକୁ ବୁଲିବାକୁ ଆସିଥିଲୁ ତମ ମା ଆମକୁ କେତେ ଭଲ ପାଇବା ଦେଇଥିଲା। ଆଉ ଖାଇବା ବି। ଚାଲ, ତମେ ଏବେ ଆମ ସହ ଆମ ଘରକୁ ଚାଲ। ଆଉ ତମେ ଏବେ ଆମ ସାଥିରେ ରହିବ। ପୁଚୁ ଚଢ଼େଇଟି ତାଙ୍କ ସହ ଚାଲିଯାଏ। ଇଏ ଘର ଏବେ ତମର। ଇଏ ମୋର ପୁଅ। ଟିକେ ଦୁଷ୍ଟ ଅଛି, ହେଲେ ଟାଇମ୍ ସହ ସେ ସବୁ ବୁଝିଯିବ। ପୁଚୁ ଚଢ଼େଇଟି ତାକୁ ଦେଖି ଲାଜେଇ ଯାଏ। ଆଉ ପୁଚୁ ଚଢ଼େଇଟି ସେଇ ଜଙ୍ଗଲରେ ତାର ନୂଆ ଜୀବନ ଆରମ୍ଭ କରେ। ମୁଁ ଶିଖିଗଲି ତମ ବିନା ରହିବା।